ବିଜୁ ପଟ୍ଟନାୟକଙ୍କର ଗୋଟିଏ ପରିବାର ବୃହତ୍ ପରିବାର ତାଙ୍କର ବାୟୋଲୋଜିକାଲ ପରିବାର ବ୍ୟତିରେକେ ତାଙ୍କର ଏକ ବିରାଟ ପରିବାର ଓଡ଼ିଶାରେ ନିଶ୍ଚିତ ଭାବରେ ଥିଲା ଯାହାଙ୍କ ସହିତ ତାଙ୍କର ମାର୍ମିକ ଏବଂ ଅନ୍ତରଙ୍ଗ ରାଜନୈତିକ ସମ୍ପର୍କ ଥିଲା। ରାଜନୈତିକ ଊର୍ଦ୍ଧ୍ୱରେ ସେ ସବୁବେଳେ ବ୍ୟକ୍ତିଗତ ଭାବରେ ମଧ୍ୟ ବହୁ ଲୋକଙ୍କ ସହିତ ସମ୍ପୃକ୍ତ ଥିଲେ ଏବଂ ସେହି କ୍ରମରେ ଆଜି ଆପଣ ଦେଖିବେ ମାଲକାନଗିରିରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ପାରାଦୀପରୁ ପୁରୀ ଦେଇକରି ସମ୍ବଲପୁର ବରଗଡ଼ ପର୍ଯ୍ୟନ୍ତ ଏ ସମଗ୍ର ଓଡ଼ିଶା ବୋଲି ଯାହାକୁ ଆମେ କହୁଛେ ସବୁ ଅଞ୍ଚଳରେ ତାଙ୍କର କିଛି ପ୍ରେମୀ ଅଛନ୍ତି, ତାଙ୍କୁ କିଛି ଭଲ ପାଇବା ଲୋକ ଅଛନ୍ତି। 30 ବର୍ଷ ତଳେ 17 ତାରିଖ ଏପ୍ରିଲ ମାସରେ ଓଡ଼ିଶାର ସେହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କର ଦେହାବସାନ ହୋଇଥିଲା। ତାପରେ ସେହି ଲିଗାସିକୁ ତାଙ୍କର ରାଜନୈତିକ ଦିଗଟାକୁ ଆଧାର କରି ବିଜୁ ଜନତା ଦଳ ନାଁରେ ଗୋଟେ ଦଳ ସୃଷ୍ଟି ହେଲା ଏବଂ ସେ ମଧ୍ୟ 24 ବର୍ଷ ଶାସନ କ୍ଷମତାରେ ରହିଲା। କ୍ରମଶଃ ଲକ୍ଷ୍ୟ କରାଯାଉଛି ବିଜୁ ପଟ୍ଟନାୟକଙ୍କର ଯେଉଁ ଦୃଷ୍ଟିକୋଣ ଥିଲା ସାଧାରଣ ଜୀବନ ପ୍ରତି ପବ୍ଲିକ୍ ଲାଇଫ୍ ପ୍ରତି ସେଥିରେ ଶିଥିଳତା ପ୍ରକାଶ ପାଇବା ଆରମ୍ଭ ହୋଇଛି। ତାର ସୁଯୋଗ ନେଇ କତିପୟ ଲୋକ କିଛି ଲୋକ ବିଜୁ ପଟ୍ଟନାୟକ ସମ୍ପର୍କରେ ଯାହା ଜାଣନ୍ତି ବା ନ ଜାଣନ୍ତି ସେ ପ୍ରକାର ଭାବରେ ବିଭିନ୍ନ ପ୍ରକାରର ମତାମତ ପ୍ରକାଶ କରୁଛନ୍ତି। ତେଣୁ ଏ ବର୍ଷ ଗୋଟିଏ ଓଡ଼ିଶା ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକର ସାରା ଓଡ଼ିଶାରେ ଯେଉଁମାନେ ଶୁଭେଚ୍ଛୁ ତାଙ୍କୁ ଭଲ ପାଇବା ପିଢ଼ି ପରେ ପିଢ଼ି ପିଲାମାନେ ଅଛନ୍ତି, ବୟସ୍କ ଲୋକେ ଅଛନ୍ତି, ତାଙ୍କ ସହିତ କାମ କରୁଥିବା କିଛି ବ୍ୟକ୍ତି ଅଛନ୍ତି, ସମସ୍ତଙ୍କୁ ଏଠି ଗୋଟେ ସମ୍ମିଳନୀରେ ଏକତ୍ର କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଜୁ ପଟ୍ଟନାୟକଙ୍କର ଯେଉଁ ଓଡ଼ିଶାକୁ ଉପରକୁ ଉଠାଇବା ପାଇଁ ତାଙ୍କର ଯେଉଁ ପ୍ରତିବଦ୍ଧତା ତାକୁ ଦିପାଦ ଆଗକୁ ନେବା ପାଇଁ ଆଲୋଚନା କରିବାକୁ ସିଦ୍ଧାନ୍ତ ହୋଇଛି ଏବଂ ସେହି କାର୍ଯ୍ୟକ୍ରମ ଆପଣମାନେ ଜାଣିଥିବେ ତାକୁ ଆବାହକ ଭାବରେ 3 ଜଣ ତାକୁ ନିମନ୍ତ୍ରଣ କରୁଛନ୍ତି। ଜଣେ ବିଜୟ ମହାପାତ୍ର, ବର୍ତ୍ତମାନ ଯେ ନବନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ବି ଅନେକ ସୋସିଆଲ ଆକ୍ଟିଭିଟିଜ ଭିତରେ ସାଧାରଣ ଜୀବନରେ ତାଙ୍କର ମଧ୍ୟ ଗୋଟେ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଅଛି। ତେଣୁ ମିଳିତ ହୋଇକରି ତାଙ୍କ ସହିତ ଅନେକ ସହଯୋଗୀ ସହସାଥୀ ଏ କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଯାଉଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଯେଉଁ କଥା ଆପଣ ପ୍ରିଏମ୍ପ୍ଟ କରୁଛନ୍ତି ଗୋଟେ ସାମୁଖ୍ୟ ହେବ, ଗୋଟେ ଦଳ ହେବ, ଏସବୁ କଥାର କୌଣସି ଭିତ୍ତିଭୂମି ବର୍ତ୍ତମାନ ନାହିଁ। କେବଳ ବିଜୁବାବୁଙ୍କ ସମ୍ପର୍କରେ ଆପଣ ଦେଖିଥିବେ ଭାରତବର୍ଷର ପାର୍ଲାମେଣ୍ଟରେ ଗୋଟିଏ ଅସୌଜନ୍ୟ ମନ୍ତବ୍ୟ ବିଜୁବାବୁଙ୍କ ସମ୍ପର୍କରେ ପ୍ରକାଶ ପାଇଲା। ଏଇଭଳି ଯେଉଁ ମିସଗିଭିଂ ସବୁ ଅଛି ତାକୁ କିଭଳି ଭାବରେ ଆମେ ଆଗକୁ ନେଇପାରିବା ଠିକଣା ଭାବରେ ବିଜୁ ପଟ୍ଟନାୟକଙ୍କୁ ଉପସ୍ଥାପିତ କରିହେବ, ସିଏ ହେଉଛି ଏ ସମ୍ମିଳନୀର